ଅପାରଗ ସରକାର ସାର ଯୋଗେଇ ପାରୁନି। ସାର ସବୁ ବାହାରେ ଆମ ଯୋଉ କୋଟା ମିଳୁଛି ଓଡିଶାର ବାହାରେ ବିକ୍ରି ହେଇଯାଉଛି। ବଡ ବ୍ୟାକୁଳ ଆମେ। ଆଜି ଜଟଣୀ ଯାଇଥିଲେ ଘେରିଗଲେ ଲୋକ। ସାର ଟିକେ ମିଳୁନି, ବ୍ଲାକରେ ମିଳୁଛି। ଏ ସରକାର ମୋହନ ସରକାର ତୁରନ୍ତ ଯୋଉ ଯୋଉ ଅଞ୍ଚଳରେ ସାରର ଘୋର ଅଭାବ ରିପୋର୍ଟ ଆସୁଛି ତତକ୍ଷଣ ଯୁଦ୍ଧକାଳୀନ ଭିତରେ ଚାଷୀକି ସାର ଯୋଗାଇବା ପାଇଁ ମୁଁ ଅନୁରୋଧ କରୁଛି। ଏ ଅପାରଗ ସରକାର ପାଣି ତ ନାହିଁ, ବ୍ରାହ୍ମଣୀ ବୈତରଣୀ ବନ୍ୟା ଆମ ଏ ଉଚ୍ଚ ଜମି ଖଣ୍ଡଗିରି, ଉଦୟଗିରି, ବରୁଣେଇ, ଲବଣଗିରି, ଧଉଳିଗିରି ବେଉଷଣା ହେଇନି, ରୁଆରୁଇ ହେଇପାରୁନି। ଯେତିକି ହୋଇଛି ସାର ନାହିଁ। ଅପାରଗ ସରକାର ସାର ଯୋଗେଇ ପାରୁନି। ସାର ସବୁ ବାହାରେ ଆମ ଯୋଉ କୋଟା ମିଳୁଛି ଓଡିଶାର ବାହାରେ ବିକ୍ରି ହେଇଯାଉଛି। କିଛି ଅନୁସନ୍ଧାନ ନାହିଁ। ଚାଷୀ ହତାଶ, ବଡ ବ୍ୟାକୁଳ ଆମେ। ଆଜି ଜଟଣୀ ଯାଇଥିଲେ ଘେରିଗଲେ ଲୋକ। ସାର ଟିକେ ମିଳୁନି, ବ୍ଲାକରେ ମିଳୁଛି। ଦୁଃଖଦାୟକ ଘଟଣା। ଏ ସରକାର ମୋହନ ସରକାର ତୁରନ୍ତ ଯୋଉ ଯୋଉ ଅଞ୍ଚଳରେ ସାରର ଘୋର ଅଭାବ ରିପୋର୍ଟ ଆସୁଛି ତତକ୍ଷଣ ଯୁଦ୍ଧକାଳୀନ ଭିତରେ ଚାଷୀକି ସାର ଯୋଗାଇବା ପାଇଁ ମୁଁ ଅନୁରୋଧ କରୁଛି। କେହି ଯଦି ବୁଝୁଥାନ୍ତେ, ସରକାର ତ ବୁଝୁନାହାନ୍ତି, ବିଜେଡି କଣ ବୁଝିବେ? ଏଗ୍ରିକଲଚର ମନ୍ତ୍ରୀ କି ମୁଁ କହିଲେଣି, ମୁଁ ଅନୁରୋଧ କରିଛି, ଭଲ ଲୋକ ସିଂହ ସେ କହିଲେଣି କିଛି ସାର ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ଯାହା ନିଅଣ୍ଟ ମେକଅପ୍ କରିବା ପାଇଁ ସାର ପହଞ୍ଚି ପାରିନି ଚାଷୀଙ୍କ ପାଖରେ। ମୁଁ କହିପାରିବିନି, ଆମେ ଜଣେ ପ୍ରତିନିଧି ହିସାବରେ ଲୋକ ଆମ ପାଖକୁ ଆସିଛନ୍ତି, ଆମେ ଲୋକଙ୍କ କଥା ମନ୍ତ୍ରୀ କହିଛୁ, ବେଳ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ କହିବୁ।